ପିଲାମାନଙ୍କ ଗହଣରେ ଖୁସି ବାଣ୍ଟିଲେ ଯୁବ ସଂଗଠକ ଇଞ୍ଜିନିୟର ଗିରିଜାଶଙ୍କର ପତି। କଟକ ସଦର ଅନ୍ତର୍ଗତ ଇଶାଣୀ ବରହମପୁର ଗ୍ରାମ ପଞ୍ଚାୟତରେ ଥିବା ରାଧାମାଧବ ନିଃଶୁଳ୍କ ଶିକ୍ଷା ନିକେତନରେ ସାଧାରଣତନ୍ତ୍ର ଦିବସ ପାଳନ। ଏହି ଉତ୍ସବରେ ଓଡ଼ିଶା ରାଷ୍ଟ୍ରବାଦୀ ସଂଘର ସଭାପତି ଇଞ୍ଜିନିୟର ଗିରିଜାଶଙ୍କର ପତି ଓ ଭାରତୀୟ କିଷାନ ସଂଘର ଜିଲ୍ଲା ସଚିବ ଶ୍ରୀଯୁକ୍ତ ଦେବୀପ୍ରସାଦ ପତି ଆସି ପିଲାମାନଙ୍କୁ ଏହି ନିଃଶୁଳ୍କ ଶିକ୍ଷାଦାନ ବିଷୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଉ ପିଲାମାନେ କେମିତି ଉନ୍ନତ ଧରଣର ଶିକ୍ଷା ଲାଭ କରିବେ ଆଉ ନିଜ ଦେଶ ଓ ରାଜ୍ୟର ନାଁ ରଖିପାରିବେ ସେହି ବିଷୟରେ କହିଥିଲେ। ଏହି ନିଃଶୁଳ୍କ ଶିକ୍ଷାଦାନ ପାଇଁ ସେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଧରଣୀଧର ସେଠୀଙ୍କୁ ଧନ୍ୟବାଦ ଦେଇଥିଲେ। ଆଜିକାଲି ଶିକ୍ଷାଦାନ ଗୋଟିଏ ବ୍ୟବସାୟରେ ପରିଣତ ହେଲେ ମଧ୍ୟ ଆପଣଙ୍କ ଭଳି ଗୁରୁମାନେ ଏହି ନିଃଶୁଳ୍କ ଶିକ୍ଷାଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଇଞ୍ଜିନିୟର ପତି କହିଥିଲେ। ପରିଶେଷରେ ସେ ପିଲାମାନଙ୍କ ସହ କିଛି ସମୟ କାଟିଥିଲେ ଓ ସମସ୍ତ ପିଲାମାନଙ୍କୁ ବିସ୍କୁଟ, ପେନସିଲ, କଲମ ମଧ୍ୟ ଉପହାର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦୁଲାଲ ଭୋଇ, ତପନ ଭାଇ, ଜଗନ୍ନାଥ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ, ଅଧ୍ୟାପକ ରବୀନ୍ଦ୍ରନାଥ ଆଚାର୍ଯ୍ୟ, ନିରଞ୍ଜନ ପଣ୍ଡା, ରାଜେଶ ମହାରଣା ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। କଟକରୁ ଜଗନ୍ନାଥଙ୍କ ରିପୋର୍ଟ, RN ନ୍ୟୁଜ୍।